ନମସ୍କାର ପ୍ରିୟ ଓଡ଼ିଶାବାସୀ। ଆସନ୍ତୁ ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ଯଦି ଆପଣଙ୍କୁ ଆମ ଭିଡ଼ିଓ ଭଲ ଲାଗେ ତେବେ ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଲାଇକ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଅନ୍ କରିଦିଅନ୍ତୁ, ଯାହାଦ୍ୱାରା ଆପଣ ଆମ ଭିଡ଼ିଓକୁ ସର୍ବପ୍ରଥମେ ଦେଖିପାରିବେ। ଲଘୁଚାପ ବର୍ଷାରେ ଭିଜିବ ଓଡ଼ିଶା। ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ 12-14 ଘଣ୍ଟା ମଧ୍ୟରେ ସୁରୁଷ ଲଘୁଚାପ ପରିଣତ ହେବ। ତୀବ୍ର ଅବତାପ ପାଇଁ ମଧ୍ୟ ପାଗ ରହିଛି। ତେବେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ କାଲି ସକାଳ ବେଳକୁ ଆହୁରି ଘନୀଭୂତ ହେବ। ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହୋଇ ଏକ ଅବତାପରେ ପରିଣତ ହେବାର ସମ୍ଭାବନା ରହିଛି। 3 ତାରିଖ ସକାଳ ସମୟରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର କେନ୍ଦ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜିଠୁ କାଲି ସକାଳ ଯାଏଁ 30 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ମାସରେ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ସିଧାସଳଖ ଆପଣଙ୍କ ଜୀବନ ଏବଂ ଆପଣଙ୍କ ୱାଲେଟକୁ ପ୍ରଭାବିତ କରିବ। ଆଜିଠାରୁ ଟ୍ରେନ୍ ଟିକେଟ, ୟୁପିଆଇ, ପେନ୍ସନ୍ ଯୋଜନା ଏବଂ ଅନଲାଇନ୍ ଗେମିଂ ସମ୍ବନ୍ଧୀୟ ନିୟମ ପରିବର୍ତ୍ତନ ହେଉଛି। ଏହା ସହିତ ପିଏଫ୍ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ନିୟମ ମଧ୍ୟ ଏହି ମାସରେ କାର୍ଯ୍ୟକାରୀ ହେବ। ପରିବର୍ତ୍ତନଗୁଡ଼ିକ ବିଷୟରେ ସମସ୍ତଙ୍କ ପାଇଁ ସଚେତନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ନହେଲେ କ୍ଷତି ହୋଇପାରେ। ଆପଣ ୟୁପିଆଇ ବ୍ୟବହାର କରି ସମ୍ପର୍କୀୟ ଏବଂ ବନ୍ଧୁଙ୍କ ଠାରୁ ସିଧାସଳଖ ଟଙ୍କା ମାଗିପାରିବେ ନାହିଁ। ଏନ୍ପିସିଆଇ ଅନୁଯାୟୀ ଅନଲାଇନ୍ ଠକେଇ ଏବଂ ଫିସିଂକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହା ବ୍ୟତୀତ ଆପଣ ଏବେ ୟୁପିଆଇ ବ୍ୟବହାର କରି ଥରକେ 5 ଲକ୍ଷ ଟଙ୍କା ରପ୍ତାନି ରପ୍ତାନି କରିପାରିବେ, ଯାହାଦ୍ୱାରା ଆପଣ ଗଲା ମାସରେ 1 ଲକ୍ଷ କରିପାରୁଥିଲେ, ହେଲେ ଏବେ ଆପଣ ଗୋଟେ ଟ୍ରାଞ୍ଜାକ୍ସନରେ 5 ଲକ୍ଷ ଟଙ୍କା କରିପାରିବେ। ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 14 ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ଏବଂ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି। ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, ଗଞ୍ଜାମ, ଗଜପତି ଓ କନ୍ଧମାଳ ଏହି 8ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ 7 ଦିନ ପାଇଁ ପାଣିପାଗ ସ୍ଥିତି ପୂର୍ବାନୁମାନ କରି ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେଡ୍, ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି। ଅକ୍ଟୋବର 3 ତାରିଖରେ ଗଞ୍ଜାମ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଓ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସ୍ପଷ୍ଟ ଚିହ୍ନିତ କରିଛି ଯେ କ୍ଷେତ୍ରରେ ପାଣିପାଗ ହେବ, ଯେଉଁଥିପାଇଁ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ମଙ୍ଗଳବାର ରାତିରେ ଆମେରିକାରେ ଏକ ବଡ଼ ସଂକଟ ଦେଖାଯାଇଛି। ସରକାରୀ ଖର୍ଚ୍ଚ ପାଇଁ ଆବଶ୍ୟକ ପାଣ୍ଡି ବିଲ୍ ପାସ୍ କରିବାରେ ସେନେଟ୍ ବିଫଳ ହୋଇଛି। ଫଳସ୍ୱରୂପ ଅନେକ ଆମେରିକା ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ଅର୍ଦ୍ଧରାତ୍ରିରେ ବନ୍ଦ ହୋଇଗଲା, ଅର୍ଥାତ୍ ସ୍ଥାନୀୟ ସମୟ 12 ହୋଇଥିବା ବେଳେ ଭାରତ ସମୟ କାଲ 9:30 ପରେ ବନ୍ଦ ଆରମ୍ଭ ହୋଇଥିଲା। ରିପୋର୍ଟ ଅନୁଯାୟୀ ସେନେଟରେ ବିଲ୍ ପାସ୍ କରିବା ପାଇଁ 60ଟି ଭୋଟ ଆବଶ୍ୟକ ଥିଲା, କିନ୍ତୁ କେବଳ 55ଟି ଭୋଟ ମିଳିଥିଲା ଏବଂ ପ୍ରସ୍ତାବଟି ଖସିଗଲା। ରିପବ୍ଲିକାନ ନେତା ଜନ୍ ଥୁ ଅସନ୍ତୋଷ ପ୍ରକାଶ କରିଥିଲେ। ଡେମୋକ୍ରାଟ୍ସମାନେ ଏହି ରାତିରେ ସରକାରଙ୍କୁ ବନ୍ଦ କରିଛନ୍ତି ବୋଲି ସେ କହିଥିଲେ, କିନ୍ତୁ ଆମେ ଆସନ୍ତାକାଲି ଏହାକୁ ପୁଣି ଖୋଲିପାରିବୁ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଯଦି ଆପଣ ଆପଣଙ୍କ ଆଧାର କାର୍ଡ ନାମ, ଠିକଣା କିମ୍ବା ଫଟୋ ଅପଡେଟ୍ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଭାରତୀୟ ଅନ୍ୟାନ୍ୟ ପରିଚୟ କର୍ତ୍ତୃପକ୍ଷ UIDAI ଆଧାର କାର୍ଡ ଅପଡେଟ୍ ସହିତ ଜଡ଼ିତ ନୂତନ ନିୟମ ଘୋଷଣା କରିଛନ୍ତି। ଏହି ନିୟମଗୁଡ଼ିକ 1 ଅକ୍ଟୋବର 2025ରୁ
ଲାଗୁ ହେବ ଏବଂ ଆପଣଙ୍କ ଆଧାର କାର୍ଡରେ ଯେକୌଣସି ପରିବର୍ତ୍ତନ ପୂର୍ବ ଅପେକ୍ଷା ଅଧିକ ମହଙ୍ଗା ହେବ। UIDAI ଅନୁଯାୟୀ 1 ଅକ୍ଟୋବରରୁ ଆପଣଙ୍କ ନାମ କିମ୍ବା ଠିକଣା ପରିବର୍ତ୍ତନ କରିବା ଭଳି ସାଧାରଣ ସଂଶୋଧନ ପାଇଁ 75 ଟଙ୍କା ନିଆଯିବ। ବାୟୋମେଟ୍ରିକ୍ ସୂଚନା ଅପଡେଟ୍ କରିବା ପାଇଁ 125 ଟଙ୍କା ନିଆଯିବ। ପିଲାମାନଙ୍କ ପାଇଁ ବାୟୋମେଟ୍ରିକ୍ ଅପଡେଟ୍ ପାଇଁ ମଧ୍ୟ 125 ଟଙ୍କା ରହିବ। ତଥାପି ନୂତନ ଆଧାର କାର୍ଡ ତିଆରି କରିବା ପାଇଁ କୌଣସି ଟଙ୍କା ନିଆଯିବ ନାହିଁ ଏବଂ ଏହା ପୂର୍ବ ଅପେକ୍ଷା ମହଙ୍ଗା ରହିବ। ଏସ୍ଆଇ ପରୀକ୍ଷାକୁ ନେଇ ଆସିଲା ବଡ଼ ଅପଡେଟ୍। ପରୀକ୍ଷାରେ ଜାଲିଆତି କରି ଗିରଫ ହେଲେ 122 ଜଣ। 117 ଜଣ ପରୀକ୍ଷାର୍ଥୀଙ୍କ ସହିତ 2 ଜଣ ଦଲାଲ ଓ 2 ବସ୍ ଡ୍ରାଇଭରଙ୍କୁ ଅଟକାଇ ରଖିଛି ବ୍ରହ୍ମପୁର ପୋଲିସ। ଗତକାଲି ସମସ୍ତ ପରୀକ୍ଷାର୍ଥୀ ଆନ୍ଧ୍ରା ଯାଉଥିବା ବେଳେ ବ୍ରହ୍ମପୁର ପୋଲିସ ସନ୍ଦେହରେ ଏମାନଙ୍କୁ ଅଟକ ରଖିଥିଲା। ହେବାକୁ ଯାଉଥିବା ଏସ୍ଆଇ ପରୀକ୍ଷାରେ ଜାଲିଆତି କରିବା ପାଇଁ ଆନ୍ଧ୍ରା ଯାଉଥିଲେ ପରୀକ୍ଷାର୍ଥୀମାନେ। ପଚରାଉଚରା କରିବାରୁ ସବୁ ସତ ଜଣାପଡ଼ିଥିଲା। କ୍ରାଇମବ୍ରାଞ୍ଚ ଓ ବ୍ରହ୍ମପୁର ପୋଲିସ ମିଳିତ ଜୋର ପରେ ଧରାପଡ଼ିଲା ସବୁକିଛି। ନିଆଯିବ ବଡ଼ କାର୍ଯ୍ୟାନୁଷ୍ଠାନ। ସମସ୍ତ ପରୀକ୍ଷାର୍ଥୀଙ୍କୁ କୋର୍ଟ ଚାଲାଣ କରାଯିବ। ଆସନ୍ତା ଅକ୍ଟୋବର 5 ଓ 6ରେ ହେବାକୁ ଥିବା ଏସ୍ଆଇ ପରୀକ୍ଷା ଘଟଣା ପରେ ପରୀକ୍ଷା ବାତିଲ କରିଛି OPRB। ତାରିଖ ଘୋଷଣା ନେଇ ଖୁବ୍ଶୀଘ୍ର ନୋଟିସ ଆସିବ ବୋଲି OPRB ତରଫରୁ ସୂଚନା ଦିଆଯାଇଛି।